ଗପ ଅମୃତରେ ବିକ୍ରମ ବେତାଳ ଗଳ୍ପ ଜନସେବା। ରାଜା ରତ୍ନଭୂଷଣ ଅବନ୍ତିପୁରମ ରାଜ୍ୟରେ ରାଜୁତି କରୁଥିଲେ। ଏହି ରାଜ୍ୟର ଏକ ଦୁର୍ଗମ ଗ୍ରାମ ଥିଲା ବେରାମପୁର। ଏହି ଗ୍ରାମର ଅଧିକାଂଶ ବ୍ୟକ୍ତି କୃଷି କରୁଥିଲେ। ଦିନେ ଜଣେ ଅଚିହ୍ନା ବ୍ୟକ୍ତି ଗ୍ରାମକୁ ଆସିଲେ। ସେ ଦୀର୍ଘ ପଥ ଚାଲି ଚାଲି କ୍ଳାନ୍ତ ହୋଇପଡ଼ିଥିବାର ମନେ ହେଉଥିଲା। ବୋଧହୁଏ ସେ ଭୋକରେ ମଧ୍ୟ ଥିଲେ। ତଥାପି ସେ କାହାକୁ ଖାଦ୍ୟ ମାଗୁନଥିଲେ, କିଛି କାମ ଖୋଜୁଥିଲେ। ସେ ଗୋଟିଏ ଖୁଚୁରା ଦୋକାନ ସମ୍ମୁଖରେ ଶଗଡ଼ରେ ବସ୍ତା ବୋଝେଇ ହୋଇ ଥୁଆ ହୋଇଥିବାର ଦେଖିଲେ। ସେ ବସ୍ତାଗୁଡ଼ିକ ଶଗଡ଼ରୁ ଓହ୍ଲାଇ ଦୋକାନରେ ରଖିଦେଲେ। ତା ବଦଳରେ ସେ ଦୋକାନ ମାଲିକ ରମଣ ଭାଇଙ୍କୁ ଖାଇବାକୁ ମାଗିଲେ। ରମଣ ଭାଇ ଘରେ ଥିବା ଅଳ୍ପ କିଛି ବଳକା ଖାଦ୍ୟ ତାଙ୍କୁ ପରଷିଦେଲେ ଏବଂ ସେ ତାଙ୍କର କାମ ପାଇଁ ସେତିକି ଖାଇ ସନ୍ତୁଷ୍ଟ ହେଲେ। କୌଣସି ଦେୟ ମାଗିଲେ ନାହିଁ। ଅପରିଚିତ ବ୍ୟକ୍ତି ଜଣକ, ତାଙ୍କର ନାମ ଘାସିରାମ ବୋଲି ରମଣ ଭାଇଙ୍କୁ କହିଲେ। ଘାସିରାମ ଏହି ଗ୍ରାମରେ ରହିଯିବାକୁ ମନସ୍ଥ କଲା। ସେ ଆବଶ୍ୟକ ସମୟରେ ଲୋକଙ୍କୁ ସାହାଯ୍ୟ କଲେ। ତାହା ବଦଳରେ କାହାଠାରୁ କିଛି ଆଶା କଲେ ନାହିଁ। ଯଦି କେହି ତାଙ୍କୁ ତାଙ୍କର କାର୍ଯ୍ୟ ବଦଳରେ ଅଳ୍ପ କିଛି ପଇସା ଦେଉଥିଲା, ସେ ତାକୁ ଗ୍ରହଣ କରି ସଞ୍ଚୟ କରୁଥିଲା। ସେ ଘରର ସାମ୍ନା ବାରଣ୍ଡାରେ ଶୋଇପଡ଼ୁଥିଲା। ଧୀରେ ଧୀରେ ତାଙ୍କୁ ବିଭିନ୍ନ ଲୋକେ ସାହାଯ୍ୟ ପାଇଁ ଡାକିଲେ। ଘାସିରାମ କଠିନ ପରିଶ୍ରମ କରି ସେମାନଙ୍କର ସହାୟତା କଲା। କିଛି ସମୟ କାମ କରିବା ପରେ ଘାସିରାମ କିଛି ଟଙ୍କା ସଞ୍ଚୟ କଲା। ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହିଁଲା। ରମଣ ଭାଇ ଜଣେ ଖୁବ୍ ସ୍ୱାର୍ଥପର ବ୍ୟବସାୟୀ ଥିଲେ। ଗ୍ରାମରେ କେବଳ ତାଙ୍କର ଗୋଟିଏ ଖୁଚୁରା ଦୋକାନ ରହିଥିଲା। ସେ ଓଜନରେ ଠକୁଥିଲେ ଏବଂ ଖୁବ୍ ଅଧିକ ମୂଲ୍ୟ ଦାବି କରୁଥିଲେ। ଗ୍ରାମବାସୀମାନଙ୍କ ପାଖରେ ଆଉ କୌଣସି ବାଟ ନଥିଲା, ତେଣୁ ସେ ମନମୁଖୀ ଭାବରେ ବ୍ୟବସାୟ କରୁଥିଲେ। ଘାସିରାମ ଏହା ସହ୍ୟ କରିପାରୁନଥିଲା ଏବଂ କୌଣସି ଉପାୟରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହିଁଲା। ତେଣୁ ସେ ସହରକୁ ଗଲା। ସଞ୍ଚୟ ଅର୍ଥ ଖର୍ଚ୍ଚ କରି ଏକ ଠେଲା ଗାଡ଼ି ଓ କିଛି ଦୈନନ୍ଦିନ ସାମଗ୍ରୀ ଆଣିଲା, ଯାହାକି ଗ୍ରାମବାସୀମାନେ ଆବଶ୍ୟକ କରିଥାନ୍ତି। ତାପରେ ଏହି ସାମଗ୍ରୀଗୁଡ଼ିକୁ କମ୍ ଲାଭରେ ବିକ୍ରି କରିବା ପାଇଁ ଘରକୁ ଘର ବୁଲିଲା। ଲୋକେ ଘାସିରାମର ବ୍ୟବସାୟରୁ ବେଶ୍ ଫାଇଦା ପାଇଁ ତାଙ୍କୁ ଏହି ବ୍ୟବସାୟ କରିବା ପାଇଁ ଉତ୍ସାହିତ କଲେ। ଯେଉଁ ଲୋକମାନଙ୍କ ପାଖରେ ପଇସା ନଥାଏ, ଘାସିରାମ ତାଙ୍କୁ ବାକିରେ ମଧ୍ୟ ଜିନିଷ ଦେଲା। ଯଦିଓ ସେ ଖୁବ୍ କମ୍ ଲାଭ ରଖି ବିକ୍ରି କରୁଥିଲା, ବହୁତ ଜିନିଷ ବିକ୍ରି କରୁଥିବାରୁ ଉପାର୍ଜିତ ଅର୍ଥରେ ସେ ନିଜ ପାଇଁ ଘରଟିଏ ତିଆରି କଲା ଏବଂ ନିଜ ଘରେ ଦୋକାନଟିଏ ଖୋଲିଲା। ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଜାରି ରଖିଲା। ସେ ସଦାସର୍ବଦା ଜନସାଧାରଣଙ୍କର ହିତ ପାଇଁ କାର୍ଯ୍ୟ କରୁଥିଲା, କେବେ ବି ସ୍ୱାର୍ଥପର ଭାବରେ କାର୍ଯ୍ୟ କରୁନଥିଲା। କ୍ରେତାଙ୍କର ଅଭାବରୁ ରମଣ ଭାଇ ଦୋକାନରେ ଜିନିଷପତ୍ର ନଷ୍ଟ ହେବାକୁ ଲାଗିଲା। ରମଣ ଭାଇ ଏଥିପାଇଁ ଘାସିରାମକୁ ଦୋଷୀ ମଣିଲେ। ଘାସିରାମଙ୍କ ପ୍ରତି ଈର୍ଷାପରାୟଣ ହୋଇ ସବୁଦିନ ପାଇଁ ଘାସିରାମକୁ ଶେଷ କରିଦେବା ପାଇଁ ଚାହିଁଲେ। ଦିନେ ଘାସିରାମ ଶୋଇଥିବା ଅବସ୍ଥାରେ ରମଣ ଭାଇ ତାଙ୍କ ଘରକୁ ବାହାର ପଟୁ ବନ୍ଦ କରି ନିଆଁ ଲଗାଇଦେଲେ। ରାତି ଯୋଗୁଁ ପଡ଼ୋଶୀମାନେ ଉଠିଗଲେ। ଘାସିରାମକୁ ଆହତ ଅବସ୍ଥାରେ ଉଦ୍ଧାର କଲେ। ତାଙ୍କର ଅବସ୍ଥା ସାଂଘାତିକ ଥିଲା। ଗ୍ରାମବାସୀ ତାଙ୍କୁ ସହରକୁ ନେଇ ଡାକ୍ତରଖାନାରେ ଦାଖଲ କଲେ। ସମଗ୍ର ଗ୍ରାମବାସୀ ପରିବାରର ସଦସ୍ୟ ପରି ତାଙ୍କ ସେବା କଲେ। ଧୀରେ ଧୀରେ ଘାସିରାମ ଗ୍ରାମବାସୀଙ୍କର ସେବା, ପ୍ରାର୍ଥନା ଏବଂ ସମୟ ଉପଯୋଗୀ ଚିକିତ୍ସା କାରଣରୁ ସୁସ୍ଥ ହେଲେ। ତାଙ୍କ ନିକଟରେ ଶୋଇଥିବା ଜଣେ ରୋଗୀ ତାଙ୍କର ସୁସ୍ଥ ହେବା ଦେଖି ବିସ୍ମିତ ହେଲେ। ସେ ଗ୍ରାମବାସୀମାନଙ୍କୁ ପଚାରିଲେ, ଆଜ୍ଞା, ସେ କ'ଣ ଆପଣଙ୍କର ସମ୍ପର୍କୀୟ? ନା, ସେ ସମ୍ପର୍କୀୟ ନୁହନ୍ତି। ସେ ଆମ ପାଇଁ ଈଶ୍ୱରଙ୍କ ପରି। ଆମେ ଏପରି ସାଧୁ ବ୍ୟକ୍ତି କେଉଁଠାରେ ଦେଖିନାହୁଁ। ଗ୍ରାମବାସୀ ଉତ୍ତର ଦେଲେ। କିନ୍ତୁ ଆପଣ ଜାଣନ୍ତି, ତାଙ୍କୁ ଯିଏ ଧରିଦେବ ସେ 10,000 ଟଙ୍କା ପୁରସ୍କାର ପାଇବ। ତାଙ୍କୁ ଯିଏ ସୁରକ୍ଷା ଦେବାକୁ ଚେଷ୍ଟା କରିବ ତାକୁ ଦଣ୍ଡ ଦିଆଯିବ। ସେ ହେଉଛି ଗୋଟିଏ ଭୟଙ୍କର ଡକାୟତ। ତାର ନାମ ଘାସିରାମ ନୁହେଁ, ଚଙ୍ଗାମଲ। ରୋଗୀ ଜଣକ ଏକଥା କହିଲେ। ରମଣ ଭାଇ ମଧ୍ୟ ତାଙ୍କୁ କାଳେ କେହି ସନ୍ଦେହ କରିବ, ତେଣୁ ଅନ୍ୟ ଗ୍ରାମବାସୀମାନଙ୍କ ସହିତ ଡାକ୍ତରଖାନାକୁ ଘାସିରାମକୁ ଦେଖିବା ପାଇଁ ଆସିଥିଲେ। ସେ ରୋଗୀ ଜଣକ ଯାହା କହିଲେ ଶୁଣିଲେ ତୁରନ୍ତ ରକ୍ଷୀକୁ ସୂଚନା ଦେଲେ। ଘାସିରାମକୁ ବନ୍ଦୀ କରାହେଲା ଏବଂ ରାଜାଙ୍କ ସମ୍ମୁଖରେ ଉପସ୍ଥାପିତ କରାଗଲା। ଘାସିରାମଙ୍କର ବାସ୍ତବ ନାମ ଥିଲା ଚଙ୍ଗାମଲ। ସେ ଜଣେ ଚୋର ଥିଲେ। ରାଜ୍ୟବାସୀ ତାଙ୍କର ନାମ ଶୁଣି ଭୟରେ ଥରୁଥିଲେ। ତାଙ୍କୁ କେହି ଧରିପାରୁନଥିଲେ। ତାଙ୍କ ନାମରେ 10,000 ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଦିନେ ଚଙ୍ଗାମଲ ଗୋଟିଏ ଘରକୁ ଚୋରି କରିବାକୁ ଯାଇଥିଲା। ଦୁର୍ଘଟଣା ବଶତଃ ସେ ପାଟି କଲା। ଗୃହର ମାଲିକ ଉଠି ପଡ଼ିଲେ। ସେ କେଉଁଠାରୁ ଶବ୍ଦ ଶୁଭୁଛି ଜାଣିବା ପାଇଁ ବତୀ ଜଳାଇଲେ। ଚଙ୍ଗାମଲ ପଳାଇବା ପାଇଁ ଚେଷ୍ଟା କଲା ଏବଂ ସେତିକିବେଳେ ଦୁର୍ଘଟଣା ବଶତଃ ତାର ଗୋଡ଼ ବାଜି ବତୀଟି ପଡ଼ିଗଲା। ନିଆଁ ଲାଗି ଗୃହଟି ପୋଡ଼ିଗଲା। ଗୃହ ମାଲିକ, ତାଙ୍କର ପତ୍ନୀ ଏବଂ 4 ଜଣ ପିଲାଙ୍କୁ ଉଦ୍ଧାର କରାଗଲା, କିନ୍ତୁ ଛୋଟ ପିଲାଟି ଘରେ ରହିଗଲା। ସାରା ଗୃହରେ ନିଆଁ ବ୍ୟାପି ଯାଇଥିଲା।
ତାକୁ ଉଦ୍ଧାର କରିହେଲା ନାହିଁ। ଲୋକେ ଚିତ୍କାର କରିବାକୁ ଆରମ୍ଭ କଲେ, କିନ୍ତୁ କେହି ଭିତରେ ପଶି ଝିଅଟିକୁ ଉଦ୍ଧାର କରିବାକୁ ସାହସ କଲେ ନାହିଁ। ଚଙ୍ଗାମଲ ପାଟିତୁଣ୍ଡ କଲା ଏବଂ ଭାବିଲା ସେ ଝିଅଟିର ମୃତ୍ୟୁ ପାଇଁ ଦାୟୀ ହେବା ଅନୁଚିତ। ସେ ଝିଅଟିକୁ ଉଦ୍ଧାର କରିବାକୁ ଧାଇଁଲା। ଚଙ୍ଗାମଲ ଜଳୁଥିବା ଗୃହରେ ପ୍ରବେଶ କଲା ଏବଂ ନିଜ ଜୀବନକୁ ଖାତିର ନକରି ସାହସିକତାର ସହିତ ଝିଅଟିକୁ ବାହାର କରି ଆଣିଲା। ଝିଅଟିର ଅବସ୍ଥା ସେତେବେଳକୁ ସାଂଘାତିକ। ଚଙ୍ଗାମଲ ଝିଅଟିକୁ ଡାକ୍ତରଖାନାକୁ ନେବାକୁ ଚାହିଁଲା, କିନ୍ତୁ ଲୋକେ ତାକୁ ଘେରିଗଲେ। ଆଜ୍ଞା, ଦୟାକରି ମୋତେ ଝିଅଟିକୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ। ତାପରେ ଆପଣମାନେ ମୋତେ ଯେମିତି ଇଚ୍ଛା ଦଣ୍ଡ ଦେବେ। କିନ୍ତୁ କେହି ଚଙ୍ଗାମଲର ଗୁହାରି ପ୍ରତି ଦୃଷ୍ଟି ଦେଲେ ନାହିଁ। ସେମାନେ ରାଗିଯାଇ ଆକ୍ରମଣ କଲେ। ଚଙ୍ଗାମଲ କୌଣସି ମତେ ସେଠାରୁ ଖସି ପଳାଇଲା। ସେହି କୁନି ଝିଅଟିର ମୃତ୍ୟୁ ଚଙ୍ଗାମଲର ହୃଦୟରେ ପରିବର୍ତ୍ତନ ଆଣିଦେଲା। ସେ ଚୋରି କାର୍ଯ୍ୟ ଛାଡ଼ି ନିଃସ୍ୱାର୍ଥପର ଭାବରେ ଜନସେବା କରିବାକୁ ମନସ୍ଥ କଲା। ସେ ଚୋରି କରି ଜମା କରି ରଖିଥିବା ସମସ୍ତ ସମ୍ପତ୍ତି ଛଦ୍ମବେଶରେ ଗରିବ ଲୋକମାନଙ୍କୁ ବାଣ୍ଟିଦେଲା। ତାପରେ ଦୁର୍ଗମ ଗ୍ରାମର ବେରାମପୁରରେ ପହଞ୍ଚିଲା। ଏ ଥିଲା ଚଙ୍ଗାମଲର ଅତୀତ ଘଟଣା। ଚଙ୍ଗାମଲ ଧରାପଡ଼ିଛି ଖବର ମିଳିଯିବା ମାତ୍ରେ ଯେଉଁମାନେ ଚଙ୍ଗାମଲର ଚୋରି ଦ୍ୱାରା ପ୍ରଭାବିତ ହୋଇଥିଲେ ସେମାନେ ରାଜାଙ୍କ ଦରବାରରେ ପହଞ୍ଚିଲେ। ସେମାନେ ସମସ୍ତେ ଚଙ୍ଗାମଲକୁ ଫାଶୀ ଦେବା ପାଇଁ କହିଲେ। ସେତିକି ବେଳକୁ ବେରାମପୁର ଗ୍ରାମର ପୁରୁଷ, ମହିଳା ଏବଂ ଶିଶୁ ସମସ୍ତେ ରାଜପରିଷଦରେ ପହଞ୍ଚିଲେ। ସେମାନେ ଚଙ୍ଗାମଲକୁ ଦୟାର ଅବତାର ଭାବରେ ବର୍ଣ୍ଣନା କଲେ ଏବଂ କ୍ଷମା କରିଦେବା ପାଇଁ ପ୍ରାର୍ଥନା କଲେ। ସେମାନେ କହିଲେ ଯେ ଚଙ୍ଗାମଲ ପାଇଁ ସମସ୍ତେ ଜୀବନ ଦେବାକୁ ପ୍ରସ୍ତୁତ। ସେମାନେ ମଧ୍ୟ ଦାବି କଲେ ଯେ ରମଣ ଭାଇଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ। ରାଜା ରତ୍ନଭୂଷଣ ଦୁଇ ପ୍ରକାର ଦାବି ମଧ୍ୟରେ ପେଶୀ ହୋଇଗଲେ। ଏକ ପକ୍ଷ ଅନ୍ୟ ପକ୍ଷର ଓଲଟା କହୁଥିଲେ। ତାପରେ ସେ ଗଭୀର ଭାବରେ ଚଙ୍ଗାମଲକୁ ଅପରାଧରୁ ଉତ୍ତାର ବ୍ୟକ୍ତି ଭାବରେ ରୂପାନ୍ତରିତ ହେବା ବିଷୟରେ ଚିନ୍ତା କଲେ। ସେ ଘୋଷଣା କଲେ ଯେ ରମଣ ଭାଇଙ୍କୁ ଚଙ୍ଗାମଲକୁ ଧରାଇବା ପାଇଁ କୌଣସି ପୁରସ୍କାର ମିଳିବ ନାହିଁ। ତାପରେ ସେ ଚଙ୍ଗାମଲକୁ ବ୍ୟବସାୟିକ ବ୍ୟାପାରରେ ମୁଖ୍ୟ ଭାବରେ ନିଯୁକ୍ତ କଲେ। ତାଙ୍କର ପଦ ଦୃଷ୍ଟିରୁ ଚଙ୍ଗାମଲ ବଜାରର ମୂଲ୍ୟ ତତ୍ତ୍ୱାବଧାନ କରିବ ଏବଂ ତାହାକୁ ନିୟନ୍ତ୍ରଣ କରିବ। ତାପରେ ଚଙ୍ଗାମଲ ରାଜାଙ୍କୁ ଅନୁରୋଧ କଲା ଯେ, ଆଜ୍ଞା ମଣିମା, ମୁଁ ଏକଦା ଅପରାଧୀ ଥିଲି, ତେଣୁ ଦୟାକରି ମୋତେ ପ୍ରଥମେ ଦଣ୍ଡ ଦିଅନ୍ତୁ। ଦଣ୍ଡ ଗ୍ରହଣ କରିବା ପରେ ମୁଁ ସରକାରୀ ଅଧିକାର ଭାବରେ ମୋର କର୍ତ୍ତବ୍ୟ କରିବାରେ କୌଣସି ଆପତ୍ତି ନାହିଁ। ରତ୍ନଭୂଷଣ ଆନନ୍ଦର ସହିତ ଚଙ୍ଗାମଲର ଅନୁରୋଧରେ ସମ୍ମତ ହେଲେ ଏବଂ ତାକୁ 6 ମାସ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ। ଜେଲ୍ ସମାପ୍ତ ହେବା ପରେ ଚଙ୍ଗାମଲ ବ୍ୟବସାୟ ବ୍ୟାପାରର ମୁଖ୍ୟ ଭାବରେ ନିଯୁକ୍ତ ହେଲେ। ବେତାଳ କାହାଣୀଟି କହିସାରି ରାଜା ବିକ୍ରମଙ୍କୁ ପଚାରିଲା, ହେ ରାଜା, ରତ୍ନଭୂଷଣ ଚଙ୍ଗାମଲକୁ ଧରିଦେବା କ୍ଷେତ୍ରରେ ନିଜର କଥା ରଖିଲେ ନାହିଁ। ଚଙ୍ଗାମଲକୁ ରାଜସଭାରେ ଉଚ୍ଚପଦ ଦେବାବେଳେ ସେ ଦଣ୍ଡବିଧାନ ଦେବା ପାଇଁ କହିଲେ। ଏ କଥା ଆପଣଙ୍କୁ ଠିକ୍ ଲାଗୁଛି କି? ଯଦି ଉତ୍ତର ଜାଣି ନୀରବ ରହିବ, ତେବେ ତୁମର ଶିର ଶତଧା ବିଦୀର୍ଣ୍ଣ ହେବ। ରାଜା ବିକ୍ରମ ଉତ୍ତର ଦେଲେ, ରମଣ ଭାଇ ସମ୍ପୂର୍ଣ୍ଣ ସ୍ୱାର୍ଥପର ଭାବରେ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥିଲେ। ତାଙ୍କ ମନରେ ଚଙ୍ଗାମଲକୁ ଧରାଇ ରାଜ୍ୟର ମଙ୍ଗଳ କରିବା ଆକାଂକ୍ଷା ନଥିଲା। ଜଣେ ଅଧିକାରୀ ଯିଏ ଅପରାଧ କରିଥାନ୍ତି ଏବଂ ଅପରାଧୀକୁ ଦଣ୍ଡ ଦେବାର ଅଧିକାର ରଖନ୍ତି, ସେ ପ୍ରଥମେ ତାଙ୍କର ଅପରାଧ ପାଇଁ ଦଣ୍ଡ ପାଇବା ଉଚିତ। ତେଣୁ ଚଙ୍ଗାମଲ ଦଣ୍ଡବିଧାନ ପାଇଁ କହିଲେ। ରାଜା ବିକ୍ରମଙ୍କର ନୀରବତା ଭଙ୍ଗ ହେବା ମାତ୍ରେ ଶବ ସହିତ ବେତାଳ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।